ଆପଣ ଜାଣିଛନ୍ତି କି ସଫଳ ଲୋକଙ୍କର କ'ଣ ସବୁ ଅଭ୍ୟାସ ଅଛି? କୋଉ ଅଭ୍ୟାସ ପାଇଁ ଆଜି ସେମାନେ ସଫଳ ହୋଇଛନ୍ତି? ତାହେଲେ ଚାଲନ୍ତୁ ସଫଳ ଲୋକଙ୍କର ଅଭ୍ୟାସ ବିଷୟରେ ଜାଣିବା। ନମ୍ବର 1, ସକାଳୁ ଉଠିବାକୁ ପସନ୍ଦ କରନ୍ତି। ଆର୍ଲି ଟୁ ବେଡ୍ ଆର୍ଲି ଟୁ ରାଇଜ୍ ମେକ୍ସ ଏ ମ୍ୟାନ୍ ହେଲ୍ଦି ଆଣ୍ଡ ୱାଇଜ୍। ଏକଥା ସମସ୍ତେ ଜାଣିଛନ୍ତି, କିନ୍ତୁ କେତେଜଣ ସକାଳୁ ଉଠୁଛନ୍ତି? ସଫଳ ଲୋକମାନେ ସକାଳୁ ଉଠିବାକୁ ପସନ୍ଦ କରନ୍ତି। ସକାଳୁ ଉଠିଲେ ସିଷ୍ଟମେଟିକ୍ ୱେରେ ସବୁ କାମ ହେଇଯାଏ। ଦିନ ସାରା ପାଇଁ ପ୍ରପର ପ୍ଲାନିଂ କରିପାରନ୍ତି। ନୂଆ ନୂଆ ଆଇଡ଼ିଆ ମୁଣ୍ଡକୁ ଆସେ। ନିଜ ବିଷୟରେ ନିଜ କାମ ବିଷୟରେ ଭାବିବାକୁ ସମୟ ମିଳେ। ସକାଳର ଶାନ୍ତ ପରିବେଶ କାମ କରିବାକୁ ପ୍ରେରଣା ଦିଏ। ଦିନ ସାରା ଏନର୍ଜେଟିକ୍ ଫିଲ୍ କରନ୍ତି, ସେଥିପାଇଁ ତ ସକାଳୁ ଉଠନ୍ତି। ନମ୍ବର 2, ଫିଜିକାଲ ମେଣ୍ଟାଲ ଏକ୍ସରସାଇଜ୍ ଶାରୀରିକ ମାନସିକ ବ୍ୟାୟାମ। ସଫଳତା ପାଇବା ପାଇଁ ଶାରୀରିକ ଆଉ ମାନସିକ ସୁସ୍ଥତା ନିହାତି ଆବଶ୍ୟକ। ଗୋଟେ ସୁସ୍ଥ ମସ୍ତିଷ୍କ ଆଉ ସୁସ୍ଥ ଶରୀର ହିଁ ଗୋଟେ ଉନ୍ନତ ଜୀବନର ପରିକଳ୍ପନା କରିପାରେ। ବ୍ୟାୟାମ, ଯୋଗ ଏସବୁ କରିବା ଦ୍ୱାରା ସେମାନେ ଫିଟ୍ ରୁହନ୍ତି। ସେମାନେ ଜାଣିଛନ୍ତି ଗୋଟେ ସୁସ୍ଥ ମସ୍ତିଷ୍କରେ ହିଁ ଗୋଟେ ଉନ୍ନତ ଚିନ୍ତାର ସୃଷ୍ଟି ହେଇପାରିବ। ନମ୍ବର 3, ରିଡ଼ିଂ ରାଇଟିଂ ଉପରେ ଫୋକସ୍ କରନ୍ତି। ଦେଖନ୍ତୁ, ଆପଣ ଯେତେ ଅଧିକ ପଢ଼ିବେ ସେତେ ଅଧିକ ଶିଖିବେ। କିଛି ଶିଖିଲେ ତ କାମରେ ଲଗେଇକି ସଫଳ ହେବେ ନା ନାହିଁ। ସଫଳ ଲୋକ ବହି ପଢ଼ିବାକୁ ବହୁତ ପସନ୍ଦ କରନ୍ତି। ସେମାନେ ଜାଣିଛନ୍ତି ବୁକ୍ ଇଜ୍ ଦ ବିଗେଷ୍ଟ ସୋର୍ସ ଅଫ୍ ନଲେଜ୍। କିଛି ଶିଖିବା, କିଛି ଜାଣିବାକୁ କେବେ ହେଲେ ହେଳା କରନ୍ତିନି। ତାଙ୍କ ମନକୁ ଯାହା ବି ଆଇଡ଼ିଆ ଆସେ ତାକୁ ସେ ଲେଖି ଦିଅନ୍ତି। ନମ୍ବର 4, ସକାରାତ୍ମକ ଅଭ୍ୟାସ ପଜିଟିଭ୍ ହ୍ୟାବିଟ୍। ଅଭ୍ୟାସ 2 ପ୍ରକାରର, ଭଲ ଆଉ ଖରାପ। ଭଲ ଅଭ୍ୟାସ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେବ, ଆଉ ଖରାପ ଅଭ୍ୟାସ ବିଫଳତାର ପାଦଦେଶରେ କଚାଡ଼ି ଦେବ। ଅଭ୍ୟାସ ହେଉଛି ସବୁ ପରିବର୍ତ୍ତନର ମୂଳବିନ୍ଦୁ। ଆପଣ ସଫଳ ହେବାକୁ ଚାହୁଁଛନ୍ତି କି? ଶ୍ରେଷ୍ଠ ହେବାକୁ ଚାହୁଁଛନ୍ତି କି? ତାହେଲେ ନିଜର ଅଭ୍ୟାସ ବଦଳାନ୍ତୁ, ଜୀବନ ବଦଳିଯିବ। ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ, ସବୁକିଛି ବଦଳିଯିବ। ଚେଞ୍ଜ ୟୋର ହ୍ୟାବିଟ୍ସ, ଏଭ୍ରିଥିଙ୍ଗ ୱିଲ୍ ବି ଚେଞ୍ଜଡ୍। ସଫଳ ବ୍ୟକ୍ତି ସବୁବେଳେ ପଜିଟିଭ୍ ହ୍ୟାବିଟ୍କୁ ଆପଣେଇ ନିଏ, ଆଉ ନେଗେଟିଭିଟି ଠାରୁ ନିଜକୁ ଦୂରେଇ ନିଏ। ନମ୍ବର 5, ଖଟି ଗପ କରିବାକୁ ପସନ୍ଦ କରନ୍ତିନି। ସଫଳ ଲୋକମାନେ କାହା ବିରୁଦ୍ଧରେ କେବେ କିଛି କୁହନ୍ତି ନାହିଁ କି କାହା କଥା କାହାଠାରୁ ଶୁଣନ୍ତି ନାହିଁ। ଅଯଥା ଗପ କରିବା, ଖଟି କରିବା ଏସବୁକୁ ଜମା ବି ପସନ୍ଦ କରନ୍ତିନି। ଗପିଲେ ଖଟି କଲେ କ'ଣ ହେବ? ଟାଇମ୍ ୱେଷ୍ଟ ହେବ। ତା ଛଡ଼ା କିଛି ଲାଭ ହେବ କି? ବରଂ ଗୋଟେ ଅଯଥା ଜିନିଷ ମୁଣ୍ଡ ଭିତରକୁ ଯିବ, ଯାହାଫଳରେ କି ନିଜ ମୁଣ୍ଡ ଖରାପ ହେବ। ହଁ ନା ନାହିଁ? ଆପଣ ଆପଣଙ୍କର ଘରଟିକୁ ସଜେଇକି ରଖିଛନ୍ତି, ତା ଭିତରୁ ଗୋଟେ ଅଯଥା ଅଳିଆ ପୁରେଇବେ, ସେ ଘର ଅସଜଡ଼ା ହେଇଯିବ ନା ନାହିଁ? ତାର ସୌନ୍ଦର୍ଯ୍ୟ ଆଉ ରହିବ କି? ଠିକ୍ ସେମିତି ମୁଣ୍ଡ ଭିତରକୁ ଅଳିଆ ନେଲେ ମୁଣ୍ଡ ବି ଅସଜଡ଼ା ହେଇଯିବ। ସେଥିପାଇଁ ସଫଳ ଲୋକ ଏସବୁ କାମରୁ ନିଜକୁ ଦୂରେଇ ରଖନ୍ତି। ନମ୍ବର 6, ସମାଧାନକୁ ଗୁରୁତ୍ୱ ଦିଅନ୍ତି। ସମସ୍ତଙ୍କର କିଛି ନା କିଛି ପ୍ରୋବ୍ଲେମ୍ ଅଛି। ଏମିତି କେହି ନାହିଁ ଯାହାର ଲାଇଫ୍ରେ କିଛି ଟେନସନ୍ ନାହିଁ, କିଛି ପ୍ରୋବ୍ଲେମ୍ ନାହିଁ। ଆଚ୍ଛା, ଯଦି ପ୍ରୋବ୍ଲେମ୍ ବିଷୟରେ ସବୁବେଳେ ଭାବିବେ, ସମାଧାନର ରାସ୍ତା ମିଳିବ କି? ତେଣୁ ସବୁବେଳେ ସମାଧାନ ଉପରେ ଗୁରୁତ୍ୱ ଦିଅନ୍ତୁ। ସକ୍ସେସଫୁଲ୍ ପିପୁଲ୍ ଆର୍ ଦ ପ୍ରୋବ୍ଲେମ୍ ସଲଭର। ସେମାନେ ସମାଧାନ ଉପରେ ଗୁରୁତ୍ୱ ଦିଅନ୍ତି, ସମସ୍ୟା ଉପରେ ନୁହେଁ। ସଫଳ ହେବାକୁ ଚାହୁଁଛନ୍ତି, ସମସ୍ୟାକୁ ଛାଡ଼ି ସମାଧାନର ରାସ୍ତା ଖୋଜନ୍ତୁ। ନମ୍ବର 7, ସମୟର ସଦୁପଯୋଗ। ଏକଥା ସମସ୍ତେ ଜାଣିଛନ୍ତି, ସଫଳ ଲୋକମାନେ ସମୟକୁ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ତ ସେମାନେ ସଫଳ। ସମୟକୁ ନଷ୍ଟ କରିବା ମାନେ ଜୀବନକୁ ନଷ୍ଟ କରିବା ସାଙ୍ଗେ ସମାନ। ସମୟର ଦୁରୁପଯୋଗ ଏଭଳି ଏକ କ୍ଷତି ଯାହାର ଭରଣା ହୋଇପାରିବନି। ସମୟର ମୂଲ୍ୟ ବୁଝିଥିବାରୁ ସେମାନେ ଆଜି ସଫଳ, ସେମାନେ ଆଜି ଶ୍ରେଷ୍ଠ। ସମୟକୁ ସମ୍ମାନ ଦେଇଛନ୍ତି, ଯାହାଫଳରେ କି ଆଜି ସମ୍ମାନ ପାଉଛନ୍ତି। ସମୟର ଗୁରୁତ୍ୱକୁ ବୁଝନ୍ତୁ, ଆପଣ ବି ସଫଳ ହୋଇଯିବେ। ନମ୍ବର 8, କଥା କମ୍ କାମ ବେଶୀ। ସଫଳ ବ୍ୟକ୍ତି ଆବୁର ଜାବୁର ଗପେନି, କମ୍ କଥା କୁହେ, ବେଶୀ କାମରେ କରିକି ଦେଖାଏ। ଯେତେ ଅଧିକ ଇଆଡ଼ୁ ସିଆଡ଼ୁ କହିବେ ସେତେ ଅଧିକ ଭୁଲ ବାହାରିବ। ତେଣୁ ବେଶୀ କଥା କହିବା କ'ଣ ପାଇଁ? ନିଜ ଆଡ଼କୁ ପ୍ରୋବ୍ଲେମ୍ ଡାକିବା କ'ଣ ପାଇଁ? ସଫଳ ଲୋକ କର୍ମରେ ବିଶ୍ୱାସ କରନ୍ତି। ଆମେ କାମ କରିବା, ଆମର କାମ କଥା କହିବ, ନା କି ଆମର ମୁହଁ। ନମ୍ବର 9, ଶିଖିବାକୁ ସବୁବେଳେ ଆଗ୍ରହୀ ଥାନ୍ତି। ସେଇ ଲୋକ ସଫଳ ହୁଏ ଯିଏ ଶିଖେ। ଆପଣ ଯେତେ ଶିଖିବେ ଆପଣଙ୍କର ଜ୍ଞାନର ପରିସୀମା ସେତେ ବଢ଼ିବ। ସଫଳ ଲୋକମାନେ ସବୁବେଳେ ନୂଆ ନୂଆ କଥା ଶିଖିବା ଜାଣିବାକୁ ବେଶ୍ ଗୁରୁତ୍ୱ ଦିଅନ୍ତି। ଶିଖିବାରେ ସେମାନେ କେବେ ବି ଅବହେଳା କରନ୍ତିନି। ଶିଖିବା ପାଇଁ ସବୁବେଳେ ବ୍ୟଗ୍ର ଥାନ୍ତି। ସଫଳତା ଦରକାର, ଶିଖିବା ବନ୍ଦ କରନ୍ତୁନି, ଶିଖିବାରେ ହେଳା କରନ୍ତୁନି।
ଆଚ୍ଛା ଆପଣମାନଙ୍କ ପାଖରେ କ'ଣ ସବୁ ଭଲ ଅଭ୍ୟାସ ଅଛି ଟିକେ କମେଣ୍ଟ କରି ଜଣେଇବେ ତ। ହଁ, ଖରାପ ଅଭ୍ୟାସ ଠାରୁ ନିଜକୁ ଦୂରେଇ ରଖନ୍ତୁ, ଭଲ ଅଭ୍ୟାସକୁ ଆପଣେଇ ନିଅନ୍ତୁ, ଆପଣ ବି ସଫଳ ହେଇଯିବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଆଜି ପାଇଁ ଏତିକି, ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।